ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା, ପ୍ରିୟ ଅଭିଭାବକମାନେ ଏବଂ ମୋର ପ୍ରିୟ ସାଥୀମାନେ, ଆପଣଙ୍କୁ ମୋର ଶୁଭ ସକାଳ। ଆଜି ଆମେ ଏଠାରେ ସମସ୍ତେ 15 ଅଗଷ୍ଟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକତ୍ରିତ ହୋଇଛୁ। ଆଜିର ଦିନଟି ଆମ ପାଇଁ ବିଶେଷ, କାରଣ 1947 ମସିହାରେ ଏହି ଦିନରେ ଆମ ଦେଶ ବ୍ରିଟିଶ ଶାସନରୁ ମୁକ୍ତି ପାଇଥିଲା। ଏହା କେବଳ ଏକ ଦିନ ନୁହେଁ, ବରଂ ଆମର ଦେଶଭକ୍ତି, ତ୍ୟାଗ ଓ ଆମ ସ୍ୱାଧୀନତା ପାଇବାରେ ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ପଟେଲ, ଭଗତ ସିଂ ପରି ବୀର ସନ୍ତାନମାନଙ୍କ ଅସୀମ ତ୍ୟାଗ ରହିଛି। ସେମାନେ ନିଜର ସୁବିଧା, ପରିବାର ଓ ଜୀବନକୁ ବଳିଦାନ କରି ଆମକୁ ସ୍ୱାଧୀନତା ଦେଇଛନ୍ତି। ଆମ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଜୀ ଅହିଂସା ଓ ସତ୍ୟର ପଥରେ ଚାଲି ସମଗ୍ର ଜନତାକୁ ଏକତ୍ର କରିଥିଲେ। ସୁଭାଷ ବାବୁଙ୍କ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ବାଣୀ ଆଜି ଭଳି ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇ ଆସୁଛି। ଆଜି ଆମେ ସ୍ୱାଧୀନ ଭାରତରେ ନିଜର ଅଧିକାର, ସମ୍ମାନ ଓ ସ୍ୱପ୍ନ ସାକାର କରୁଛୁ। କିନ୍ତୁ ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ପତାକା ଉତ୍ତୋଳନ କିମ୍ବା ଛୁଟିରେ ନୁହେଁ। ସ୍ୱାଧୀନତା ମାନେ ଦେଶ ପ୍ରତି ଦାୟିତ୍ୱ ପାଳନ, ଆଇନର ସମ୍ମାନ, ଶିକ୍ଷାରେ ଅଗ୍ରଗତି, ଦୁର୍ନୀତିର ବିରୋଧ ଏବଂ ଜାତୀୟ ଏକତାକୁ ବଢ଼େଇବା। ଏହି ସ୍ୱାଧୀନତା ଦିବସରେ ଆମେ ନିଜର ଜାତି, ଭାଷା ଓ ଧର୍ମରୁ ଉପରେ ଉଠି ସମସ୍ତଙ୍କୁ ଏକାଠି କରିବାର ପ୍ରତିଜ୍ଞା ନେବାକୁ ପଡ଼ିବ। ଯୁବପିଢ଼ିକୁ ଦେଶର ପ୍ରଗତି ପାଇଁ ଶିକ୍ଷିତ, ସଚେତନ ଏବଂ ଜିମ୍ମେଦାର ହୋଇ ଅଗ୍ରସର ହେବା ଆବଶ୍ୟକ। ଆସନ୍ତୁ ଏହି ଦିନରେ ସେମାନଙ୍କୁ ସ୍ମରଣ କରିବା, ଯେଉଁମାନଙ୍କର ରକ୍ତ, ତ୍ୟାଗ, ବଳିଦାନରେ ଆମେ ଆଜି ସ୍ୱାଧୀନତାର ସୁଖ ଭୋଗ କରୁଛୁ। ସେମାନଙ୍କ ସ୍ୱପ୍ନକୁ ସାକାର କରି ନୂତନ ଭାରତ ଗଢ଼ିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଶପଥ ନେବା। ଜୟ ହିନ୍ଦ, ବନ୍ଦେ ମାତରମ୍।